ଆରେ ଚଢ଼େଇ, ମୁଁ ତତେ ଯୋଉ ଗୋଲାପୀ କେକ୍ ବନେଇବାକୁ କହିଥିଲି ତୁ ତିଆରି କରିଦେଇଛୁ? ହଁ ହଁ ମିଟୁ ଭଉଣୀ, ମୁଁ ତୁମ ଗୋଲାପୀ କେକ୍ ତିଆରି କରିଦେଇଛି। ଏଇ ନିଅ। ଚଢ଼େଇ, ତୁ ବହୁତ ସୁନ୍ଦର ଆଉ ସ୍ୱାଦିଷ୍ଟ କେକ୍ ତିଆରି କରିପାରୁ, ସେଥିପାଇଁ ତ ମୁଁ ସବୁବେଳେ ତୋ ପାଖରୁ ହିଁ କେକ୍ କିଣେ। ଆଚ୍ଛା ଚଢ଼େଇ, ଏଇ ନେ ଟଙ୍କା। ଚଢ଼େଇ ଭଉଣୀ, ମତେ ବି 2ଟି କେକ୍ ଦିଅ, ମୁଁ ଖାଇବି। ଏମିତି ଚଢ଼େଇର କେକ୍ ବିକ୍ରି ବହୁତ ଭଲ ହେଉଥିଲା। ଚଢ଼େଇକୁ ଦେଖି କାଉମାନେ ବି କେକ୍ ଦୋକାନ ଦେଲେ, ହେଲେ ସେମାନଙ୍କର କେକ୍ ଏତେ ଭଲ ହେଇନଥିବାରୁ କେହି ବି ତାଙ୍କ ପାଖରୁ କେକ୍ କିଣୁନଥିଲେ। ଦେଖୁଛ କେମିତି ସମସ୍ତେ ଚଢ଼େଇର ପ୍ରଶଂସା କରୁଛନ୍ତି। ଏଇ ଚଢ଼େଇ ପାଇଁ ଆମ ଦୋକାନରୁ କେହି ବି କେକ୍ କିଣୁନାହାନ୍ତି। ଏବେ ବହୁତ ହେଇଗଲା, ଯେମିତି ବି ହେଉ ଚଢ଼େଇର ବ୍ୟବସାୟ ବନ୍ଦ କରିବାକୁ ହିଁ ପଡ଼ିବ। ଚଢ଼େଇର ବ୍ୟବସାୟ ବନ୍ଦ ହେଲେ ଯାଇ ସମସ୍ତେ ଆମ ପାଖରୁ ହିଁ କେକ୍ କିଣିବେ। ତୁମେ କଣ କରିବେ ଭାବିଛ? ଯେବେ ବି ଚଢ଼େଇର କ୍ଷତି କରିଛ ଧରା ପଡ଼ିଯାଇଛ। ଏଥର ଆମେ କିଛି କରିବାନି, ଆଉ ଜଣେ ଚଢ଼େଇର କ୍ଷତି କରିବ। ଆମେ କେବଳ ମଜା ନେବା। ଆଚ୍ଛା, ତୁମେ କଣ କରିବ ମତେ ବି ଟିକେ କୁହ। ତୁ ମୋ ସାଙ୍ଗରେ ଆସେ, ରାସ୍ତାରେ ଗଲାବେଳେ ମୁଁ ତତେ ସବୁ କଥା କହିଦେବି। ତାନ୍ତ୍ରିକ ମା, ଆମକୁ ତୁମ ସାହାଯ୍ୟ ଦରକାର। ଆମେ ଗୋଟେ ବିପଦରେ ପଡ଼ି ତୁମ ପାଖକୁ ଆସିଛୁ। କଣ ସମସ୍ୟା ତମ ମାନଙ୍କର ମତେ କୁହ। ବୁଢ଼ୀ ମା, ଆମେ ଜଙ୍ଗଲରେ ଗୋଟେ କେକ୍ ଦୋକାନ ଦେଇଛୁ। ଆମକୁ ଦେଖି ଗୋଟେ ଚଢ଼େଇ ବି କେକ୍ ଦୋକାନ ଦେଲା। ସମସ୍ତେ ଆମ କେକ୍ କିଣୁଥିଲେ। ଚଢ଼େଇର କେକ୍ ଭଲ ହେଇନଥିବାରୁ କେହି ବି ତା ଦୋକାନକୁ ଗଲେ ନାହିଁ। ସେ ଚଢ଼େଇ ରାଗରେ ଆମ କେକ୍ ଦୋକାନକୁ ଭାଙ୍ଗିଦେଲା। ସେ ଚଢ଼େଇ ଆମକୁ ଧମକ ଦେଇଛି, ଆମେ ଯଦି ଆଉଥରେ କେବେ କେକ୍ ଦୋକାନ ଦେବୁ ସେ ଆମକୁ ପିଟି ପିଟି ଜଙ୍ଗଲରୁ ବାହାର କରିଦେବ। ତାନ୍ତ୍ରିକ ମା, ସେ ଚଢ଼େଇ ଅନେକ ଶକ୍ତିଶାଳୀ, ଆମେ ତା ସହ ଲଢ଼େଇରେ ପାରିବୁନି। ଏବେ କେବଳ ତୁମେ ହିଁ ଆମକୁ ରକ୍ଷା କରିପାରିବ। ମୁଁ ସେ ଚଢ଼େଇର କିଛି କ୍ଷତି କରିପାରିବିନି, କିନ୍ତୁ ହଁ, ତାଠୁ କେମିତି ରକ୍ଷା ପାଇବ କହିପାରିବି। ଏଇ ବୋତଲକୁ ନିଅ, ଏଇ ବୋତଲରେ ଗୋଟେ କେକ୍ ଖିଆ ପିଶାଚି ଅଛି। ତମେ ମାନେ ଯାହା କହିବ ଏ ପିଶାଚି ତମର ସବୁ କଥା ମାନିବ, ଆଉ ସେ ଚଢ଼େଇକୁ ଉଚିତ ଶିକ୍ଷା ବି ଦେବ। ତାପରେ କାଉମାନେ ସେ ବୋତଲକୁ ଧରି ନିଜ ଘରକୁ ଗଲେ ଆଉ ବୋତଲକୁ ଖୋଲିଲେ। ବୋତଲ ଭିତରୁ ଗୋଟେ ପିଶାଚି ବାହାରିଲା। ମତେ ଭୋକ ଲାଗୁଛି, ମତେ କେକ୍ ଦିଅ, ମୁଁ କେକ୍ ଖାଇବି। ହଁ ହଁ ପିଶାଚି, ଆମେ ତୁମକୁ କେକ୍ ଦେବୁ, ଗୋଟେ ନୁହଁ ପୁରା ଦୋକାନ ଦେବୁ। ଆମ ଜଙ୍ଗଲରେ ଗୋଟେ ଚଢ଼େଇ କେକ୍ ଦୋକାନ ଦେଇଛି, ତୁମେ ଯାଅ ତା ଦୋକାନର ସବୁ କେକ୍ ଖାଇଦିଅ। ଏମିତି ଶୁଣି ପିଶାଚି ଶୀଘ୍ର ଚଢ଼େଇର ଦୋକାନକୁ ଗଲା। ରାତିରେ କେହି ବି ନଥିଲେ। ପିଶାଚି ଚଢ଼େଇର ସବୁ କେକ୍ ଖାଇ ଚାଲିଗଲା। ପରଦିନ ସକାଳେ ଚଢ଼େଇ ଆସି ଦେଖିଲା ତା ଦୋକାନରେ ଗୋଟେ ବି କେକ୍ ନାହିଁ। ଏ କଣ, ମୋ ଦୋକାନରେ ତ ଗୋଟେ ବି କେକ୍ ନାହିଁ। କିଏ ମୋର ସବୁ କେକ୍ ନେଇଗଲା? କିନ୍ତୁ ମୋ ଦୋକାନରେ ତ ତାଲା ପଡ଼ିଥିଲା। ତାଲା ନ ଭାଙ୍ଗି ଚୋର ଦୋକାନରେ ପଶିଲା କେମିତି? ଗ୍ରାହକ ଆସିବାର ସମୟ ହେଇଗଲାଣି, ମୁଁ ଏକଥା ପରେ ଦେଖିବି। ଆଗ ଯାଏ ଘରୁ କିଛି କେକ୍ ତିଆରି କରି ନେଇ ଆସେ। ତାପରେ ଚଢ଼େଇ ପୁଣି ଥରେ ଘରକୁ ଯାଇ କେକ୍ ତିଆରି କଲା ଆଉ ସେସବୁ ଦୋକାନକୁ ଆଣି ବିକ୍ରି କଲା। ସେଦିନ ରାତିରେ ବି ପିଶାଚି ଚଢ଼େଇର ଦୋକାନକୁ ଆସିଲା ଆଉ ତାର ସବୁ କେକ୍ ଖାଇ ଚଢ଼େଇର ଦୋକାନକୁ ଭାଙ୍ଗି ଦେଇ ଚାଲିଗଲା। ସକାଳେ ଯେତେବେଳେ ଚଢ଼େଇ ନିଜ ଦୋକାନର ଅବସ୍ଥା ଦେଖିଲା, ସେ ମନ ଦୁଃଖରେ କାନ୍ଦିଲା। ଆରେ ଦେଖ ଦେଖ, ଚଢ଼େଇ କେମିତି କାନ୍ଦୁଛି। ତାକୁ ଏମିତି କାନ୍ଦିବାର ଦେଖିକି ମତେ ଭାରି ଖୁସି ଲାଗୁଛି। ହଁ, ତୁମେ ଠିକ କହିଲ। ଏବେ ଆମ କାମ ସରିଲା, ଚାଲ ଘରକୁ ଯାଇ ଆରାମ କରିବା। ଏମିତି କାଉମାନେ ଘରକୁ ଗଲେ। ଚଢ଼େଇ ମନ ଦୁଃଖରେ କାନ୍ଦୁଥିଲା। ସେପଟେ ମା, କାଲି ମୋର ଜନ୍ମଦିନ। ଏଥର ମୁଁ ଯାଦୁରେ ତିଆରି କେକ୍ ଖାଇବାକୁ ଚାହୁଁନି। ଯାଦୁରେ ତିଆରି କେକ୍ ଖାଇବୁନି? ତାହେଲେ ତୁ କେମିତିକା କେକ୍ ଖାଇବୁ? ମା, ମୁଁ ଚଢ଼େଇ ମାନଙ୍କ ହାତ ତିଆରି କେକ୍ ଖାଇବାକୁ ଚାହୁଁଛି। ମୁଁ ଶୁଣିଥିଲି ସେମାନେ ବହୁତ ସୁନ୍ଦର କେକ୍ ତିଆରି କରିପାରନ୍ତି। ଆଚ୍ଛା ଠିକ ଅଛି ମା,
ମୁଁ ଦେଖୁଛି କୋଉ ଚଢ଼େଇ ଭଲ କେକ୍ ତିଆରି କରିପାରେ। ତୁ ଏବେ ଆରାମ କରିବୁ ଯା। ଯାଦୁର ଲାଠି, ଜଙ୍ଗଲରେ ଯିଏ ବି ଭଲ କେକ୍ ତିଆରି କରିପାରେ ମତେ ତା ପାଖକୁ ନେଇଯା। ଆରେ ଚଢ଼େଇ, କଣ ହେଲା? ତୁ ଏମିତି କାନ୍ଦୁଛୁ କାହିଁକି? ଆଉ ଏ ଘରର ଏମିତି ଅବସ୍ଥା କେମିତି ହେଲା? ମୁଁ କିଛି ବି ଜାଣିନି ପରି। ଗତ ରାତିରେ ମୋର ସବୁ କେକ୍ ଚୋରି ହେଇଗଲା। ଆଉ ଆଜି ମୋର ଦୋକାନ କିଏ ଭାଙ୍ଗି ଦେଇଛି। ଚଢ଼େଇ, ମନ ଦୁଃଖ କରନି, ମୁଁ ଏବେ ତତେ ଦେଖଉଛି ଏସବୁ କିଏ କରିଛି। ଏମିତି କହି ପରି ଗୋଟେ ଯାଦୁର ଆଇନାକୁ ବାହାର କଲା। ସେମାନେ ଦେଖିଲେ ଗୋଟେ ପିଶାଚି ଚଢ଼େଇର ସବୁ କେକ୍ ଖାଇ ତାର ଦୋକାନ ଭାଙ୍ଗିଛି। କଣ? ଏଇଟା ତ ଗୋଟେ ପିଶାଚି। ଏବେ ମୁଁ କଣ କରିବି ପରି? ଚିନ୍ତା କରନି ଚଢ଼େଇ, ମୁଁ ଏ ପିଶାଚିକୁ ଉଚିତ ଶିକ୍ଷା ଦେବି। ତାପରେ ପରି ଜଙ୍ଗଲରେ ଏକ ବଡ଼ କେକ୍ ଘର ତିଆରି କଲା। ସେତେବେଳେ ପିଶାଚି ଏକ ଗଛ ଡାଳରେ ଶୋଇଥିଲା। କେକ୍ ବାସ୍ନାରେ ତାର ନିଦ ଭାଙ୍ଗିଗଲା। ଆରେ ବା, ଏତେ ସୁନ୍ଦର କେକ୍ ର ବାସ୍ନା କୋଉଠୁ ଆସୁଛି? ଚଢ଼େଇ କଣ ପୁଣି ଥରେ କେକ୍ ତିଆରି କରିଛି? ମୁଁ ଆଗକୁ ଯାଇ ଦେଖେ। ତାପରେ ପିଶାଚି ଆଗକୁ ଗଲା ଆଉ ସେ କେକ୍ ଘରକୁ ଦେଖିଲା। ଆରେ ବା, ଆଗରେ ତ ଗୋଟେ ବଡ଼ କେକ୍ ଘର ଅଛି। ଏଇ ଘର ଭିତରୁ ଏତେ ବଢିଆ ବାସ୍ନା ଆସୁଛି। ନିଶ୍ଚୟ ଘର ଭିତରେ ଅନେକ ଗୁଡ଼ିଏ କେକ୍ ଅଛି। ମୁଁ ଏବେ ଭିତରକୁ ଯାଏ। ପିଶାଚି ଯେମିତି କେକ୍ ଘର ଭିତରକୁ ଗଲା, ସେ ସେଇ କେକ୍ ଘରେ ବନ୍ଦୀ ହେଇଗଲା। ତାପରେ ପରି ଆଉ ଚଢ଼େଇ ସେଠାକୁ ଆସିଲେ। ପରି ତା ଶକ୍ତିରେ କେକ୍ ଘରକୁ ନଷ୍ଟ କରିଦେଲା। ଚଢ଼େଇ, ଆଉ ଭୟ ନାହିଁ। ଏବେ ପିଶାଚି ତୋର ଆଉ କିଛି କ୍ଷତି କରିପାରିବନି। ତୁ ଏବେ ଆରାମରେ କେକ୍ ବିକ୍ରି କରିପାରିବୁ। ତୁମକୁ ଅନେକ ଅନେକ ଧନ୍ୟବାଦ ପରି। କିନ୍ତୁ ପରି, ତୁମେ ମୋ ପାଖକୁ କାହିଁକି ଆସିଥିଲ? ତାପରେ ପରି ଚଢ଼େଇକୁ ସବୁ ଘଟଣା କହିଲା। ପରି, ତୁମେ ଚିନ୍ତା କରନି। କାଲି ସକାଳେ ମୋ ଘରକୁ ଆସ। ମୁଁ ତୁମ ଝିଅ ପାଇଁ ଗୋଟେ ସୁନ୍ଦର କେକ୍ ତିଆରି କରିଦେଇଥିବି। ଏମିତି କଥା ହେଇ ପରି ଆଉ ଚଢ଼େଇ ନିଜ ନିଜ ଘରକୁ ଗଲେ। ପରଦିନ ଚଢ଼େଇ ଗୋଟେ ସୁନ୍ଦର କେକ୍ ତିଆରି କଲା। ସେତେବେଳେ ପରି ତା ପାଖକୁ ଆସିଲା। ଆରେ ବାହ ଚଢ଼େଇ, ସତରେ ତୁ ବହୁତ ସୁନ୍ଦର କେକ୍ ତିଆରି କରିଛୁ। ମୋ ଝିଅକୁ ନିଶ୍ଚୟ ତ କେକ୍ ଭଲ ଲାଗିବ। ଏଇ କେକ୍ ବଦଳରେ ମୁଁ ତତେ ଗୋଟେ ଯାଦୁର ଫୁଲ ଦେଉଛି। ଏଇ ନେ, ଏ ଫୁଲରେ ଅନେକ ଯାଦୁ ଶକ୍ତି ଅଛି। ତୁ ଏ ଫୁଲକୁ ଯାହା ବି ମାଗିବୁ ସେ ତତେ ସବୁ ଦେବ। ତା ସହ ତୋର ରକ୍ଷା ବି କରିବ। ପରି, ତୁମକୁ ବି ବହୁତ ବହୁତ ଧନ୍ୟବାଦ। ତାପରେ ପରି କେକ୍ ନେଇ ସେଠାରୁ ଚାଲିଗଲା। ସେ ଯାଦୁର ଫୁଲ ସାହାଯ୍ୟରେ ଚଢ଼େଇ ନିଜ ଦୋକାନକୁ ଠିକ କଲା ଆଉ ପୂର୍ବ ଭଳି କେକ୍ ବିକ୍ରି କଲା। ଯାଦୁର ଫୁଲ ଦ୍ୱାରା ସେ ଅନ୍ୟମାନଙ୍କୁ ସାହାଯ୍ୟ ବି କରୁଥିଲା। ଏମିତି ଥରେ ରାତିରେ ଆରେ ଖୋଜ ଖୋଜ, ଚଢ଼େଇର ସେ ଯାଦୁର ଫୁଲକୁ ଖୋଜ। ସେ ଫୁଲ ପାଇଁ ଚଢ଼େଇ ପୁଣି ଥରେ ଧନୀ ହେଇଗଲା। ଚଢ଼େଇ ଉଠିବା ଆଗରୁ ଆମେ ସେ ଯାଦୁର ଫୁଲକୁ ନେଇଯିବା। ଏମିତି ଦୁଇ କାଉ ସେ ଫୁଲକୁ ଖୋଜୁଥିଲେ। କିଛି ସମୟ ଖୋଜିଲା ପରେ ସେମାନେ ସେ ଯାଦୁର ଫୁଲକୁ ପାଇଗଲେ। ଦୁଇ କାଉ ଯେମିତି ଫୁଲ ନେବାକୁ ଚେଷ୍ଟା କଲେ, ସେମାନେ ଦୁଇଟି ପୋକ ପାଲଟି ଗଲେ। ଏମିତି ଦୁଇ କାଉ ଶାସ୍ତି ପାଇଲେ। ଚଢ଼େଇ ଏ ବିଷୟରେ କିଛି ବି ଜାଣିପାରିଲାନି। ସେ ପୂର୍ବ ଭଳି ତା କେକ୍ ବିକ୍ରି କରି ଖୁସିରେ ରହିଲା। ମା, ମତେ ଟଙ୍କା ଦିଅ, ମୁଁ ଆଜି କେକ୍ ଖାଇବି। ମୋ ପାଖରେ କେବଳ 10 ଟଙ୍କା ଅଛି। ଏଇ ନେ, ଗୋଟେ ଛୋଟ କେକ୍ କିଣି ଖାଇଦେବୁ। ଲା 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 ଲା, ଆଜି ମୁଁ କେକ୍ ଖାଇବି। ଏତେ ଦୂରରୁ କେକ୍ ଆଣିଲା ପରେ ଭାରି ଥକା ଲାଗୁଛି। ଏଇ ତ ଆଗରେ ଗୋଟେ କମଳା ଗଛ ଅଛି। ଯାଏ ସେ ଗଛ ତଳେ ବସି ଆଗ ଏ କେକ୍ କୁ ଖାଇନିଏ, ତାପରେ ଘରକୁ ଯିବି। ତାପରେ ଚଢ଼େଇ ଛୁଆ ସେ ଗଛ ତଳକୁ ଯାଇ ବସିଲା। ହଠାତ୍ ସେ କେକ୍ ଖାଇବା ସମୟରେ ଗଛରୁ ଗୋଟେ ପାଚିଲା କମଳା ଖସି ଚଢ଼େଇ ଛୁଆର କେକ୍ ଉପରେ ପଡ଼ିଲା। ମୋ କେକ୍ ନଷ୍ଟ ହେଇଗଲା। କେତେ ଆଶା କରି ମା ପାଖରୁ ଟଙ୍କା ଆଣି ମୁଁ କେକ୍ କିଣିଥିଲି, ହେଲେ ମୁଁ ଟିକେ ବି ଖାଇ ପାରିଲିନି। ଏ କମଳା ମୋ କେକ୍ ଉପରେ ହିଁ ପଡ଼ିବାର ଥିଲା। ଆରେ ଆରେ, ଛୁଆଟି କେତେ କାନ୍ଦୁଛି।
ମୁଁ ଜାଣିଶୁଣି ତା ଉପରେ କମଳା ପକେଇ ନଥିଲି। ମୋ ଫଳ ସବୁ ପାଚିଲା ପରେ ଏମିତି ପଡ଼ିଯାଏ। ଆରେ ଛୋଟ ଝିଅ, ତୁ ଏତେ କାନ୍ଦୁଛୁ କାହିଁକି? କେକ୍ଟା ପଡ଼ିଗଲା ବୋଲି କିଏ କ'ଣ ଏମିତି କାନ୍ଦେ? ଆଉ ମନ ଦୁଃଖ କରନି। ଯା ଘରକୁ ଆଉ ଥରେ ଟଙ୍କା ନେଇ କେକ୍ କିଣି ଆଣିବୁ। କେକ୍ କିଣି ଆଣି ମଜା କରି ଖାଇବୁ। ଏବେ ଯା, ମାଠୁ ଟଙ୍କା ଆଣି ଆଉ ଥରେ କେକ୍ କିଣିବୁ। ଗଛ, ତୁମେ ଏମିତି କାହିଁକି କହୁଛ? ମୁଁ ଆଉ ଥରେ ଟଙ୍କା କୋଉଠୁ ପାଇବି ଯେ କେକ୍ କିଣିବି? ମୋ ମା କେତେ କଷ୍ଟ କରି ଘର ଚଳଉଛନ୍ତି। ଅନେକ ଦିନ କହିଲା ପରେ ଯାଇ ମା ମତେ ଆଜି ଟଙ୍କା ଦେଇଥିଲେ କେକ୍ କିଣିବା ପାଇଁ। ମୁଁ କେତେ ଆଶା କରିଥିଲି ଆଜି କେକ୍ ଖାଇବି, ହେଲେ ମୁଁ ଖାଇ ପାରିଲିନି। ଲାଗୁଛି ଝିଅଟା ବହୁତ ଗରିବ। ସତରେ ତା କେକ୍ ନଷ୍ଟ ହେଇ ବହୁତ ଖରାପ ହେଲା। ମୁଁ ଏ ଚଢ଼େଇ ଛୁଆକୁ ସାହାଯ୍ୟ କରେ, ନହେଲେ ସେ ଏମିତି ହିଁ କାନ୍ଦୁଥିବ। ଆରେ ଚଢ଼େଇ ଛୁଆ, ତୁ ଆଉ କାନ୍ଦନି। ଏଇ ଗଛକୁ ନେ। ଏଇ ଗଛ ତୁ ନିଜ ଘର ଅଗଣାରେ ପୋତିଦେବୁ। ସକାଳେ ତୁ ଏ ଗଛରୁ ଅନେକ କେକ୍ ପାଇବୁ। ସେତେବେଳେ ତୁ ମନ ଭରି କେକ୍ ଖାଇପାରିବୁ। ଗଛ, ତୁମେ କ'ଣ ଏକଥା ସତ କହୁଛ? ହଁ, ମତେ ବିଶ୍ୱାସ କର, ମୁଁ ସତ କହୁଛି। ଯଦି ମୁଁ କେକ୍ ଖାଇପାରିବି ତେବେ ଠିକ ଅଛି। ଏ ଗଛକୁ ନେଇ ମୁଁ ଏବେ ଘରକୁ ଯାଉଛି, ଆଉ ଆମ ଘର ଅଗଣାରେ ଲଗେଇଦେବି। ଠିକ ଅଛି ଚଢ଼େଇ ଛୁଆ, ହେଲେ ଗୋଟେ କଥା ମନେ ରଖିବୁ, ଦିନରେ ତୋର ଯେତେ ଇଚ୍ଛା ସେତେ କେକ୍ ଖାଇପାରିବୁ, କେବଳ ରାତି ହେଲେ କେକ୍ ଖାଇବୁନି। ରାତିରେ କେକ୍ ମାନଙ୍କରୁ ଏକ ଅଦ୍ଭୁତ ଶକ୍ତି ବାହାରିବ, ଯାହାକି ତୋ ଦେହ ପାଇଁ ବିପଦ ହେବ। ହଉ ଠିକ ଅଛି, ମୁଁ ତୁମ କଥା ମନେ ରଖିବି। ଏମିତି କହି ଚଢ଼େଇ ଛୁଆ ସେ ଗଛ ଧରି ଘରକୁ ଗଲା, ଆଉ ତାଙ୍କ ଘର ଅଗଣାରେ ଲଗେଇଦେଲା। ଏ କ'ଣ ଗଛରେ ମା? ତୁ ଏ ଗଛକୁ କୋଉଠୁ ଆଣିଲୁ? ଚଢ଼େଇ ଛୁଆ ତାର ମାକୁ ସବୁ ଘଟଣା କହିଲା। ତୁ ଏ କ'ଣ ଅଜବ କଥା କହୁଛୁ କହିଲୁ? କମଳା ଗଛ ତୋ ସହ କଥା ହେଲା ଆଉ ତତେ ଚାରା ଗଛ ଦେଲା? ତୁ ବୋଧେ ସ୍ୱପ୍ନ ଦେଖିଥିବୁ। ହଉ ଯା, ଏବେ ହାତ ମୁହଁ ଧୋଇ ହେବୁ, ମୁଁ ଖାଇବା ବାଢ଼ି ଦେବି, ଖାଇବୁ। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ଚଢ଼େଇ ଛୁଆ ଘର ବାହାରକୁ ଆସି ଦେଖିଲା, ଆରେ ବା, ସେ କମଳା ଗଛ ତ ଠିକ କହୁଥିଲା। ଏ ଗଛରେ ସତରେ ଅନେକ ଗୁଡ଼ିଏ କେକ୍ ପଡ଼ିଛି। ଏବେ ମୁଁ ମନ ଭରି କେକ୍ ଖାଇପାରିବି। ଆରେ ମା ରହିଯା, ଏ କେକ୍ ତୁ ଖାନି। ମୁଁ ଏମିତିକା ଅଦ୍ଭୁତ କେକ୍ ଗଛ ଆଗରୁ କେବେ ଦେଖିନଥିଲି। ଯଦି ଏ କେକ୍ ବିଷାକ୍ତ ହେଇଥିବ, ମାରେ ତୁ ଆଗ ସେ କମଳା ଗଛ ପାଖକୁ ମତେ ନେଇଯା, ମୁଁ ତାକୁ ଏ କେକ୍ ଗଛ ବିଷୟରେ ପଚାରିବି। ତାପରେ ଚଢ଼େଇ ଛୁଆ ତାର ମାକୁ ନେଇ ସେ ଯାଦୁର କମଳା ଗଛ ପାଖକୁ ଗଲା। ଆରେ ଚଢ଼େଇ ଛୁଆ, କ'ଣ ହେଲା? ତୁ ଆଜି ମୋ ପାଖକୁ ପୁଣି କାହିଁକି ଆସିଲୁ? ଯାଦୁର କମଳା ଗଛ, ତୁମେ ଯୋଉ ଚାରା ଗଛ ଦେଇଥିଲ, ସେ ଚାରା ଗଛ ବଡ଼ ହେଇ ସେଥିରେ ଅନେକ କେକ୍ ଧରିଛି। ସେ କେକ୍ ଗୁଡା ବିଷାକ୍ତ ନୁହଁ ତ? ତୁମେ ମୋ ଝିଅର କିଛି କ୍ଷତି କରିବା ପାଇଁ ସେ କେକ୍ ଦେଇନ ତ? ନା ନା, ମୁଁ ତମ ମାନଙ୍କର କ୍ଷତି କରିବା ପାଇଁ ସେ କେକ୍ ଗଛ ଦେଇନି। ଥରେ ମୋ ପାଚିଲା କମଳା ପଡ଼ି ତୋ ଝିଅର କେକ୍ ନଷ୍ଟ ହେଇଯାଇଥିଲା, ସେଥିପାଇଁ ମୁଁ ତାକୁ ଏ କେକ୍ ଗଛ ଉପହାରରେ ଦେଇଥିଲି। ତମେ ମାନେ ସେ କେକ୍ ଖାଇପାରିବ ଆଉ ବିକ୍ରି ବି କରିପାରିବ। ତୁମେ ସତ କହୁଛ ଗଛ? ମୋର ଗୋଟିଏ ବୋଲି ଝିଅ, ତାର କିଛି କ୍ଷତି ନ ହଉ ବୋଲି ମୁଁ ତୁମକୁ ଏକଥା ପଚାରିବାକୁ ଚାଲି ଆସିଲି। କିଛି କଥା ନାହିଁ ଚଢ଼େଇ, ତମେ ମାନେ ଏବେ ଘରକୁ ଯାଅ। କେବଳ ଗୋଟିଏ କଥା ଭୁଲିବନି, ଦିନ ସମୟରେ ଯେତେ ଇଚ୍ଛା ସେତେ କେକ୍ ତୋଳି ପାରିବ, କେବଳ ରାତି ହେଲେ କେକ୍ ତୋଳିବନି କି ଖାଇବନି, ନହେଲେ ତମ ମାନଙ୍କର ବିପଦ ହେବ। ଠିକ ଅଛି ଗଛ, ଆମେ ଏକଥା ମନେ ରଖିବୁ। ଚଢ଼େଇ ଛୁଆ ଆଉ ତାର ମା ଘରକୁ ଫେରି ଆସିଲେ। ଚଢ଼େଇ ଛୁଆ ମନ ଭରି କେକ୍ ଖାଇଲା, ଆଉ ମା ଚଢ଼େଇ କିଛି କେକ୍ ନେଇ ବଜାରକୁ ଗଲା। ପ୍ରତିଦିନ ତାର କେକ୍ ବିକ୍ରି ଭଲ ହେବାରୁ ସେ ଗୋଟେ ଦୋକାନ ବି ଦେଲା। ସତରେ ଚଢ଼େଇ, ତୋର କେକ୍ ନା ଭାରି ସ୍ୱାଦିଷ୍ଟ। ଆମକୁ ବି କହ, ତୁ କେମିତି କେକ୍ ତିଆରି କରୁଛୁ? କ୍ଷମା କରିବ କାଉ ଭଉଣୀ, ମୁଁ ଏକଥା ତୁମକୁ କହିପାରିବିନି। ମୁଁ ଏଇ କେକ୍ ବିକ୍ରି କରି ମୋ ଘର ଚଳଉଛି, ଆଉ ସେଇ ରହସ୍ୟ କଥା ମୁଁ ତୁମକୁ କେମିତି କହିବି? ଆରେ କାଉ, ଆମକୁ ଚଢ଼େଇର କେକ୍ ଭାରି ସ୍ୱାଦିଷ୍ଟ ଲାଗୁଛି, ତା ସହ ଆମ ଦେହର ବି କିଛି କ୍ଷତି ହେଉନି। ତାହେଲେ ସେ କେମିତି କେକ୍ ବନେଇଲା ତା ଜାଣି ଆମର କ'ଣ ଲାଭ? ଚଢ଼େଇ, ତୁ କାଉ କଥା ଛାଡ଼େ, ଦେଲୁ ଆମକୁ 2ଟି କେକ୍ ଦେଲୁ, ଆମେ ଘରକୁ ନେଇ ଖାଇବୁ।
ଆଚ୍ଛା ଠିକ ଅଛି, ଏଇ ନିଅ କେକ୍। ଚାଢ଼ି ଏଇ ନେ ତ ଟଙ୍କା। ଏମିତି ସେମାନେ କେକ୍ ନେଇ ଚାଲିଗଲେ। ସେଇ ଜଙ୍ଗଲର କିଛି ଦୂରରେ ଗୋଟେ ଗୁମ୍ଫା ଥିଲା। ସେଇ ଗୁମ୍ଫାରେ ଗୋଟେ ପିଶାଚି ରହୁଥିଲା। ଦିନେ ସେ ତା ଯାଦୁର ଆଇନାରେ କେକ୍ ଗଛକୁ ଦେଖିଲା। ଏତେ ଦିନ ଧରି ମୁଁ ଏଇ ସୁଯୋଗକୁ ଅପେକ୍ଷା କରିଥିଲି। ଦିନେ ସେ କମଳା ଗଛ ପାଖକୁ ଯାଇ ମୁଁ ତାକୁ କେତେ ସାହାଯ୍ୟ ମାଗିଥିଲି, ହେଲେ ସେ ମତେ ସାହାଯ୍ୟ ନ କରି ମତେ ଅପମାନ ଦେଇଥିଲା। ଆଜି ମୁଁ ତା ପାଖରୁ ପ୍ରତିଶୋଧ ନେବି। ସେ ଜଣଙ୍କୁ ସାହାଯ୍ୟ କରିଛି, ମୁଁ ସେ କେକ୍ ଗଛକୁ ନଷ୍ଟ କରିଦେବି। ସେମିତି ହେଲେ ସେ କମଳା ଗଛର ଯାଦୁ ଶକ୍ତି କମିଯିବ, ଆଉ ତାପରେ ମୁଁ ତାକୁ ମୂଳରୁ ଓପାଡ଼ି ଦେବି। ହା ହା ହା। ଏମିତି କହି ପିଶାଚି ଶୀଘ୍ର ଚଢ଼େଇର ଘରକୁ ଗଲା। ଏଇ ତ ସେଇ କେକ୍ ଗଛ। ଆଜି ମୁଁ ଏ ଗଛର ସବୁ କେକ୍ ଖାଇଦେବି। ହା ହା ହା। ତାପରେ ଦେଖିବି କମଳା ଗଛ, ଲଢ଼େଇରେ ତୁ କେମିତି ମୋ ପାଖରୁ ଜିତିବୁ। ପିଶାଚି କେକ୍ ଖାଇବା ଆରମ୍ଭ କଲା। କିଛି କେକ୍ ଖାଇଲା ପରେ ପରେ ହଠାତ୍ ତା ଦେହରେ ନିଆଁ ଲାଗିବା ଆରମ୍ଭ ହେଲା। ଜଳିଗଲା, ମୋ ତଣ୍ଟି ଜଳି ଯାଉଛି। ଏ କେକ୍ରେ କ'ଣ ଥିଲା? ବଞ୍ଚାଅ, ମତେ କେହି ବଞ୍ଚାଅ। ମୁଁ ଜାଣିଥିଲି ପିଶାଚି, ତୁ ଏଠାକୁ ନିଶ୍ଚୟ ଆସିବୁ। ସେଦିନ ତୁ ଅନ୍ୟର କ୍ଷତି କରିବା ପାଇଁ ମତେ ସାହାଯ୍ୟ ମାଗୁଥିଲୁ। ମୁଁ ତତେ ସାହାଯ୍ୟ ନ କରିବାରୁ ତୁ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିଲୁ। ସେଥିପାଇଁ ତ ମୁଁ ଜାଣିଶୁଣି ରାତି ସମୟରେ ଏଇ ସବୁ କେକ୍କୁ ବିଷାକ୍ତ କରିଦେଇଥିଲି। ଯିଏ ବି ଚଢ଼େଇର କ୍ଷତି କରିବାକୁ ଆସିବ ସେ ନିଜେ ଶାସ୍ତି ପାଇବ। ଆଜି ତୋର ଶେଷ ଦିନ ପିଶାଚି। ଆଜି ପରଠୁ ତୁ କେବେ ଆଉ କାହାର ବି କ୍ଷତି କରିପାରିବୁନି। ତାପରେ ପିଶାଚି ନିଆଁରେ ଜଳି ଜଳି ପାଉଁଶ ହେଇଗଲା। ଏକଥା କେହି ବି ଜାଣିପାରିଲେନି। ସକାଳେ ଚଢ଼େଇ ଆଉ ତାର ଝିଅ କେକ୍ ପାଳି ବିକ୍ରି କରିବାକୁ ଗଲେ। ଏମିତି ଯିଏ ବି ଚଢ଼େଇର କ୍ଷତି କରିବାକୁ ଆସୁଥିଲେ କେକ୍ ଗଛ ସେମାନଙ୍କୁ ଶାସ୍ତି ଦେଉଥିଲା।